କବିତାର ଶୀର୍ଷକ ତୁମେ। ତୁମେ ଦୁଇ ଗୋଟି ଅକ୍ଷର ବିଶିଷ୍ଟ ଗୋଟିଏ ଶବ୍ଦ। ଯେବେ ତୁମେ ଆସ ଆଖିରେ ମୋ ସ୍ୱପ୍ନ ଆସେ। ଭାବନା ମୋ କଡ଼ ଲେଉଟାଏ। ଭାବନାର ପଡ଼େ ନାହିଁ ପୂର୍ଣ୍ଣଚ୍ଛେଦ, ଲମ୍ବିଯାଏ କାହିଁ କେତେ ବାଟ। ମୋର ସେହି ନିଶବ୍ଦ କୋଠରୀର ଚାରିକାନ୍ଥ ଡେଇଁ, ବିଲବଣ ନଦୀନାଳ ସବୁକିଛି ଡେଇଁ ଡେଇଁ ଭାବନା ମୋର ପହଞ୍ଚିଯାଏ ପାହାଡ଼ ସେପଟେ ଥିବା ସୋରିଷ କ୍ଷେତଭରା ମୋର ସେଇ ପ୍ରିୟା ଗାଁ ପାଶେ। ଉଷାକାଳେ ଛାଡ଼ି ତାର ଶଯ୍ୟା ଧରି ସାଥେ ହଳଦୀ କାଠୁଆ ଧାଇଁ ଯାଇଥାଏ ଗାଁ ମୁଣ୍ଡ ପୁଷ୍କରିଣୀକୁ। ମାଖିଦିଏ ତା ଶରୀରେ ହଳଦୀ ମେଞ୍ଚାଏ, ପୁଣି କେଶ ପ୍ରଖାଳେ ମାରି ସେହି କେଶ ମଧ୍ୟ ମେଥି। ପୂର୍ବାକାଶ ରକ୍ତବର୍ଣ୍ଣ ଧାରଣ ପୂର୍ବରୁ ଆଙ୍କି ଦେଇ ସଜଳେ ଚରଣ ରେଖା ଫେରିଆସେ ତା ଗୃହ ମଧ୍ୟକୁ। ପଡ଼େ ନାହିଁ ତାର ସେଇ ଶରୀର ଉପରେ ବାଳସୂର୍ଯ୍ୟଙ୍କ କିରଣ। ଅଳ୍ପ ଅଳ୍ପ ହସି ସଜେଇ ସେ ହୁଏ ଗଭା ମଧ୍ୟ ଦେଇ ରଜନୀଗନ୍ଧାକୁ। ପ୍ରତିକ୍ଷଣେ ଦେଖୁଥାଏ ତାର ସେହି ଅପରୂପ ସୌନ୍ଦର୍ଯ୍ୟକୁ ଆଇନାର ସମ୍ମୁଖରେ। ଦେଖିଦେଇ ନିକଟସ୍ଥ ସୋରିଷ କ୍ଷେତକୁ ଇଚ୍ଛା କରେ ନାଚି ନାଚି ଚାଲି ସେ ଯାଆନ୍ତା ସେଇ ସୋରିଷ କ୍ଷେତ ମଧ୍ୟକୁ। ପ୍ରକାଶ କରନ୍ତା ତା ମନର କଥାକୁ। ପାଇ ନିରୋଳାରେ ତା ହୃଦୟରେ ସ୍ଥାନ ଦେଇଥିବା ତାର ସେଇ ସ୍ୱପ୍ନର ମଣିଷକୁ। ନୃତ୍ୟରତ ମୟୂର ଓ ମୟୂରୀକୁ ଦେଖି ମନ ମଧ୍ୟ ଭାବି କେତେ କଥା। ପ୍ରତିକ୍ଷଣେ ଲାଜେଇ ସେ ଯାଏ ଆଙ୍କି ଦିଏ ଭୂମିଧାରେ ଗୋଡ଼ ନଖ ଦ୍ୱାରା ଭଲ ପାଇବାର ପ୍ରତୀକ ସଦୃଶ ସେଇ ଭଲ ପାଇବାର ଚିତ୍ରକୁ।